ପ୍ରେତକୃତ ବିଧି ଗରୁଡ଼ ଉବାଚ ପୂର୍ଣ୍ଣରୂପୀ ଗରୁଡ଼ ଯେ ଚରଣେ ପ୍ରଣମି ବିନତି କରି କହଇ ଶୁଣ ଦେବ ସ୍ୱାମୀ ସଂସାରରେ ଜୀବ ଯେବେ ମରଣ ଲଭଇ ପଞ୍ଚଭୂତ ପଞ୍ଚଭୂତେ ତୁରିତେ ମିଶଇ ପିଣ୍ଡ ଖାଲି ପଡ଼ି ରହିଥାଏ ଭୂମି ପରି ଲୋକେ ଦହନ କରନ୍ତି ତାହାକୁ ଅଗ୍ନିରେ କେହି ବା ପୋତନ୍ତି ତାକୁ ସ୍ନାନାଦି ଭଖନ୍ତି ଜଳେ ଫିଙ୍ଗି ଦିଅନ୍ତି କେହି ସମାଧି ଦିଅନ୍ତି ଅନଳେ ଦାହ କରିଲେ କି ଧର୍ମ ହୁଅଇ ସ୍ୱାମୀ ଚିତାନଳେ ପତ୍ନୀ ପଡ଼େ କାହିଁ ପାଇଁ ବୁଝାଇ କହିବ ମୋତେ ଏଥିରେ କାରଣ ତୁମ୍ଭେ ଦେବ ନାରାୟଣ ମୁପଦି ଶରଣ ଶୁଣିନ ଭକତି ବାଣୀ ଦୟାମୟ ହରି ତହିଁର କାରଣ କହୁଛନ୍ତି ଯେ ବିସ୍ତାରି ଶ୍ରୀ ଭଗବାନ ଉବାଚ ଜଳଦ ଗମ୍ଭୀର ବାଣୀ କହନ୍ତି ଶ୍ରୀହରି ଶୁଣ ହେ ଗରୁଡ଼ ଏବେ ଚିତ୍ତ ସ୍ଥିର କରି ଯେତେବେଳେ ପ୍ରାଣୀ ପ୍ରାଣ ଛଡ଼ାଇ ବହନ ପରଲୋକ ଇଚ୍ଛା କରି ତାର ଆତ୍ମ ଜାଣ ପିଣ୍ଡ ଗୋଟି ପୃଥିବୀରେ ପଡ଼ିଥାଏ ପୁଣି ମୁଣି କରଇ ଅନ୍ତ୍ୟେଷ୍ଟି କ୍ରିୟାଟିକୁ ଜାଣି ପିତାର ବୀଜରୁ ଜାତ ଜୀବନ କୁମାର ବେଦ ବିଧାନ ସେ କୃତି କରିବ ପିତାର ସେପରି ଯେଉଁ ସନ୍ତାନ କରେ କର୍ମ ମାନ ପିତାର ଉଦ୍ଧାରି ନିଜେ ବସେ ସ୍ୱର୍ଗ ପୁଣ ନିଜ ପତ୍ନୀ ଗର୍ଭେ ଯାର ପୁରୁଷ ବୀର୍ଯ୍ୟରେ ଜନ୍ମିଥିଲେ ପୁତ୍ର ସେହି କାର୍ଯ୍ୟକୁ ନ କରେ ପିଣ୍ଡ ଆଦି କାର୍ଯ୍ୟ ତାର ନିଷ୍ଫଳ ହୁଅଇ ଜାଣ ହେ ଗରୁଡ଼ ଶାସ୍ତ୍ରେ ବିହିଲିଛଇ ମୃତା ହେ ପିଣ୍ଡ ଦେଇଣ ଚିତାନଳେ ପୁଣି ମୃତଦେହକୁ ସଂସ୍କାର ହୋମେ ସଙ୍ଗ ଗଣି ଯେତେ ଦାନ ଦେଲେ ଅବା ହୋଇପାରେ କିସ ପିତୃମାତୃ ଶେଷ କ୍ରିୟା ନ କରି ଯେ ଲେଶ ପିତାମାତାଙ୍କର ମୃତ୍ୟୁ ହୁଏ ଯେତେବେଳେ ପୁତ୍ର ମୁଣ୍ଡନ ହୁଅଇ ଜାଣ ତତ କାଳେ ତାହାପରେ ଜ୍ଞାତି ବନ୍ଧୁ ସ୍ୱର୍ଗେ ସର୍ବ ମିଳେ ସ୍ନାନ କରିଣ ଏକତ୍ର ଯିବେ ସର୍ବେ ଚଳି ସତ୍ୟ ଜଳାଶ୍ରୟୁ ଜଳ ଆଣିବା ସତ୍ୱର ଶିବଙ୍କୁ ସ୍ନାନ କରାଇ ଦେବା ସେ ଜଳର ନୂତନ ବସ୍ତ୍ର ପିନ୍ଧାଇ ଗନ୍ଧ ଚନ୍ଦନରେ ନାନା ଅଳଙ୍କାର ମାନ ଭୂଷିତ ଦେହରେ ଗଙ୍ଗା ମୂର୍ତ୍ତିକା ତୁଳସୀ ମୂଳର ମୂର୍ତ୍ତିକା ଶବର ଶିରରେ ଚିତା ଦେବା ଅବାଟିକା ଦକ୍ଷିଣକୁ ମୁଖ କରି ନିଜେ ଯେ ବସିବ ଶବ ଅଭିମୁଖେ ପିଣ୍ଡ ଦାନକୁ କରିବ ଗୋତ୍ରୀ ନାମକୁ ଉଚ୍ଚାରି ବ୍ରାହ୍ମଣ ବଚନେ ସୁଚିତେ ପିଣ୍ଡ କରିବ ପ୍ରେତର କଲ୍ୟାଣେ ପିଣ୍ଡାନ୍ତେ ସେ ଜଳ ନିଜେ ଶବକୁ ଯେ ଦେବ ତାହାପରେ ଶବ ସ୍ପର୍ଶ ସକଳେ କରିବ ତଦପରେ ଅଧିଷ୍ଠାତା ଦେବତା ମାନଙ୍କୁ ଯଥାବିଧି ପିଣ୍ଡ ଦାନେ ସନ୍ତୋଷି ଚିତ୍ତକୁ ପଥରେ ସେହି ଦାନରେ ସର୍ବଦୋଷ ହୋଇ ମୃତ୍ୟୁ ସ୍ଥାନେ ପିଣ୍ଡ ଦେଲେ ବହୁ ପୁଣ୍ୟ ପାଇ ସ୍ଥାନ ପିଣ୍ଡ ପରେ ଶବ ଧରିଣ ବସିବ ଦ୍ୱାରେ ପାଶେ ରଖି ପୁଣି ପିଣ୍ଡ ଏକ ଦେବ ଶବ ଘରୁ ବାହାରିଲେ ଭୂତମାନେ ଆସି ଶବ ନିକଟରେ ରହି ଶବକୁ ଆକର୍ଷି ପିଣ୍ଡ ଦେଇଣ ସନ୍ତୋଷ ତାହାଙ୍କୁ କରିଲେ ଶବ ଆକର୍ଷଣ ସେହୁ ନ କରନ୍ତି ଭଲେ ପିଣ୍ଡ ପାଇବ ସନ୍ତୋଷ ଭୂତ ପ୍ରେତ ଗଣ ଶିବ ଛାଡ଼ିନ ସେଠାରୁ ଚଳନ୍ତି ବହନ ତାହାପରେ ଶବ ଧରି ପଥେ ପ୍ରବେଶିବ ପଥେ ମଧ୍ୟ ଶବ ରଖି ପଥ ଶ୍ରାଦ୍ଧ ଦେବ
ଶବ ମାଂସ ଲୋଭେ ବହୁ ପିଶାଚ ଖେଚର। ଶବ ପଛେ ପଛେ ଥାନ୍ତି ଗୋଡ଼ାଇ ସତ୍ୱର। ତେଣୁ ପଥ ମଧ୍ୟେ ପଥ ଶ୍ରାଦ୍ଧକୁ କରିବ। ସେମାନଙ୍କୁ ବିଧି ମତେ ସନ୍ତୋଷ କରିବ। ପିଣ୍ଡର ଉପକରଣ ନୂତନ ଆଣିନ। ପିଣ୍ଡ ଦାନ ବିଧି କି ଯେ କରିବ ବିଆଣ। ପୂର୍ବେ ଶ୍ରାଦ୍ଧ ବଳି ଥିବା ପଦାର୍ଥରେ ଶ୍ରାଦ୍ଧ। କେବେ ନ କରିବ ଏହା ଜାଣନ୍ତୁ ବିବୁଧ। ଉଚ୍ଛିଷ୍ଟ ସଙ୍ଗେ ସମାନ ଅଟଇ ସେମାନେ। ତହିଁ ଶ୍ରାଦ୍ଧ କଲେ ମିଳଇ କୁଫଳ ମାନ। ପତ ଶ୍ରାଦ୍ଧ ପରେ ଶବ ଘେନି କରି ଯିବ। ପ୍ରେତ ଭୂମିରେ ଯତନେ ତାହାକୁ ରଖିବ। ଉତ୍ତର ଦିଗକୁ ଶବ ମୁଖ କରାଇବ। ପ୍ରେତ ଭୂମିରେ ଯେ ପୁଣି ପିଣ୍ଡ ଦାନ ଦେବ। 4 ହାତ ଲମ୍ବ ବେଦୀ କରିବ ସେଠାରେ। ଗୋମୟ ଲେପନ ତାହା କରିବ ସତ୍ୱରେ। ଦୁଃଖ ହେତୁ ଉର୍ଦ୍ଧ୍ୱ ରେଖା ହେବ ବେଦୀ ପରେ। ଭକ୍ତି ଚିତ୍ତେ ବସି ତହିଁ ପବିତ୍ର ମନରେ। ବୁଢ଼ାଙ୍ଗୁଷ୍ଠେ କୁଶକୁ ଧରିଣ। 10 ଧରା ବେଦୀ ପରେ ଦେବ ତତକ୍ଷଣ। ତାହାପରେ ବେଦୀଘ୍ନିରେ ଅଗ୍ନି ଯେ ସ୍ଥାପନ। ଗନ୍ଧ ପୁଷ୍ପ ବିଧି ମତେ କରିବ ପୂଜନ। କର୍ମେଭ୍ୟଃ ସ୍ୱାହା ବୋଲିଣ ମୁଖରେ କହିବ। କର୍ମେଭ୍ୟଃ ସ୍ୱାହା ବୋଲିଣ ପରେ ଉଚ୍ଚାରିବ। ଶିରଭ୍ୟଃ ମାଂସେଭ୍ୟଃ ପୁଣି ଅସ୍ତୋଭ୍ୟଃ କହିଣ। ପ୍ରସ୍ଥାନ କରନ୍ତୁ ବୋଲି କହିବ ଆପଣ। ଯଥାବିଧାନରେ ହୋମ ସମ୍ପାଦନ କରି। ମନ ମଧ୍ୟ ଅଗ୍ନିକୁ ପାର୍ଥିବ ଏହିପରି। ହେ କ୍ରବ୍ରାଦି ଦେବଗଣ ତୁମ୍ଭେ ଶେଷ କାଳେ। ପଞ୍ଚଭୌତିକ ଶରୀରେ ବସ ଏକ ମେଳେ। ଜଗତର ମୂଳ ତୁମ୍ଭେ ପଞ୍ଚଭୂତ ସାର। ସର୍ବପ୍ରାଣୀ ତମ୍ଭ ଯୋଗୁ ହୁଅନ୍ତି ସଞ୍ଚାର। କ୍ଷୁଧାରେ ଆତୁର ଯେହ୍ନେ ଏ ପ୍ରେତ ନ ହେବ। ଶେଷନେ ବିଚାର ଦେବ ତୁମ୍ଭେ ଯେ କରିବ। ତୁମ୍ଭ ଅଂଶରେ ଜନମ ମନୁଷ୍ୟ ଅଟଇ। ସଦଗତି ଦିଅ ବୈଷାନ୍ୟରେ ଦୟା ବହି। ଏହିପରି ପ୍ରାର୍ଥନା କରିବ ଅଗ୍ନିଦେବ। ସେହି ଅଗ୍ନିରେ ଯେ ଚିତା ଯତନେ କରିବ। ସମିଧ ପାଇଁ ଆଣିବ ଏକ କାଷ୍ଠମାନ। ଖଣ୍ଡି ତୁଳସୀ ଅଶ୍ୱତ୍ଥ ପଳାଶ ପୁଣ। ଘୃତେ ବୁଡ଼ାଇଣ ତାହା ଚିତା ପରେ ଦେବ। ଚନ୍ଦନ କର୍ପୂର ଧୂପ ଝୁଣା ନିକ୍ଷେପିବ। ଏ ବିଧିରେ ଚିତାନଳ ପ୍ରସ୍ତୁତ କରିଣ। ଶବକୁ କରିବ 3 ବାର ପ୍ରଦକ୍ଷିଣ। ଶେଷେ ଚିତା ସଜା ପରେ ଶବକୁ ଶୁଆଇ। ପୁଣି ପିଣ୍ଡଦାନ ପୁତ୍ର କରି ତୁଷ ହୋଇ। ଚିତାର ଆରମ୍ଭ ଠାରୁ ଶେଷ ଯାଏ ପୁଣି। ସପତ୍ନୀକରଣ ପର୍ଯ୍ୟନ୍ତେ ପ୍ରେତ ଭଣୀ। ସେ ପର୍ଯ୍ୟନ୍ତ ପ୍ରେତ ରୂପ ଧରି ଜୀବ ରହେ। ମର୍ତ୍ତ୍ୟ ଭ୍ରମଣ କରଇ ଉଦାସୀନ ପାଏ। 5 ଗୋଟି ପିଣ୍ଡ ଦେଲେ ସନ୍ତୋଷ ସେ ହୁଏ। 5 ପିଣ୍ଡକୁ ନ ଦେଲେ ମୁକ୍ତି ନ ହୁଏ। ତଥାପି ପ୍ରେତ ଜନ୍ମରୁ ଉଦ୍ଧାର ନୁହଇ। ପୁତ୍ର ଜନ୍ମ କରିବ ତାହାର ବ୍ୟର୍ଥ ହୋଇ। ପ୍ରେତଙ୍କୁ ଯେ ପିଣ୍ଡ ଦାନ ଦେବ ବିଧି ମତେ। ମନ୍ତ୍ର ଉଚ୍ଚାରିଣ ପିଣ୍ଡକୁ ଅଗ୍ନିରେ ଯେ ମନ୍ତେ। ତେବେଟି ସେହି ପୁତ୍ରକୁ ଯେ ହୋଇବ ସୁପୁତ୍ର। ଏହିପରି କହିଅଛଇ ଜାଣ ବାବୁ ଶାସ୍ତ୍ର। ସେହି ଅଗ୍ନିରୁ ଯେ ପୁତ୍ର ତୃଣ କେ ଆଣିବ। ନିରଗ୍ନିକ ସାମଗ୍ରିକ ବିଚାରିଣ ଦେବ। ଶରଣ ପଞ୍ଚକ ଅଗ୍ନି କାହାକୁ ନ ଦେଇ। ତଦନ୍ତେ ଦେବ ବିଧେନେ ଅଗ୍ନି ସମର୍ପଇ। ଶରଣ ପଞ୍ଚକେ ଯେବେ କେହି ଯାଏ ନାଶ। ସୁଗତି ନ ମିଳେ ତାକୁ ଏହା ଶାସ୍ତ୍ର ଭାଷ। ସେପରି ଲୋକଙ୍କୁ ଦାହ ନ କରିବ କେବେ। ନିଜର ମୃତ୍ୟୁ ହୋଇବ ସେଜ ନ କରିବେ। ଧନିଷ୍ଠାର ଅର୍ଦ୍ଧଠାରୁ ମରଣ ହୁଅଇ। ପଞ୍ଚ ନକ୍ଷତ୍ର ବୋଲିଣ ପଞ୍ଚକ ଯେ କହି। ଟି ନକ୍ଷତ୍ର ନୁହଁ ଇଟି ଶୁଭ। ତେଣୁ 5 ଦିନ ଦାହ ତ କରିବ ଶବ। ଶରଣ ପଞ୍ଚକେ ଯେଉଁ ଲଭଇ ମରଣ।
ପୁତ୍ର ପୌତ୍ର ବିନାଶ ହୁଅଇ ନିଶ୍ଚେ ଜାଣ। ପଞ୍ଚକର ସ୍ୱତନ୍ତ୍ର ବିଧାନ ଜାଣ ଅଛି, ତାହା କରି ନ ପାରିଲେ ଦୋଷ ନାହିଁ କିଛି। ସେହି ଶବ ନିକଟରେ ମାଟିର ପ୍ରତିମା, ନିର୍ମାଣ କରି ରଖିବ ଶବ ସୀମା ସୀମା। ସୁବର୍ଣ୍ଣକୁ ତପ୍ତ କରି ନାମକୁ ଲେଖିବ, ପ୍ରେତ ଜୟନ୍ତୀ ମନ୍ତ୍ରରେ ହୋମକୁ କରିବ। ଆଗ ସେହି ପିତୁଳାକୁ ଦହନ କରିବ, ତଦପରେ ପ୍ରେତ ଦେହ ନିଶ୍ଚେନ୍ତ କରିବ। ସପିଣ୍ଡୀକରଣ ଦିନ ହୋଇବ ଯେ ଦିନେ, ନକ୍ଷତ୍ର ଶାନ୍ତି କରିବ ବେଦର ବିଧାନେ। ତିଳପାତ୍ର 5 ଗୋଟି ପ୍ରଥମେ ଦିବସେ, ସୁବର୍ଣ୍ଣ ଦାନ କରିବ ଦ୍ୱିତୀୟ ଦିବସେ। ଏହି କ୍ରମେ ଦିନେ ଦିନେ ଏକ ଏକ ଦାନ, କାଂସ୍ୟପାତ୍ର ଘୃତ ଦାନ କରି ସମାପନ। ଏହିପରି ଋଷ୍ୟ ଶାନ୍ତି ବିଧାନକୁ କଲେ, ଶରଣ ପଞ୍ଚକ ଦୋଷ ନ ଲାଗଇ ତିଳେ। ପୁତ୍ର ମୃତ୍ୟୁ ମୁଖେ ଆଉ ନ ହୁଏ ପତିତ, ସକଳ ବିଘ୍ନ ତାହାର ହୁଏ ବିଦୂରିତ। ପ୍ରେତକୁ ମୋକ୍ଷ ପ୍ରାପତ ହୁଅଇ କାଳରେ, ମୃତାହ ଦାହ ବିଧାନ ଏହି ପ୍ରକାରେ। ଏବେ ଶବ ମରଣର କାରଣ କହିବା, ତୋହର ମନରୁ ସଂଶୟ ଯେ ନାଶିବା। ସ୍ୱାମୀ ମୃତ୍ୟୁ ପରେ ନାରୀ ହୁଅଇ ବିଧବା, ବହୁ କଷ୍ଟ ଭୋଗ କରେ କିଏ ବା କହିବା। ସ୍ୱାମୀ ପ୍ରତି ଅନୁରକ୍ତ ଥାଏ ଯେ ନାରୀର, ସ୍ୱାମୀ ମରଣରେ ଦୁଃଖ ନ କରି ମନର। ଆନନ୍ଦ ଚିତ୍ତରେ ସ୍ନାନ କରିଣ ସତ୍ୱରେ, କେଶ ବଶ କରିବ ଯେ ଯତନ ଭାବରେ। ସିନ୍ଦୂର ବିନ୍ଦୁ ଲଲାଟେ ଯତନରେ ଘେନି, ଅଞ୍ଜନ ରଞ୍ଜିବ ନେତ୍ରେ ସୁହାଗୀ କାମିନୀ। ନାନା ଭୂଷଣେ ଭୂଷିତ କରିବ ଅଙ୍ଗକୁ, ନୂତନ ବସ୍ତ୍ର ପିନ୍ଧିଣ ଡାକି ବ୍ରାହ୍ମଣଙ୍କୁ। ଶକ୍ତି ଅନୁସାରେ ଦାନ ଦେବ ହୃଷ୍ଟି ଚିତ୍ତେ, ମଧୁର ବଚନେ ସନ୍ତୋଷିବ ଜ୍ଞାନୀ ଯେତେ। ଗୁରୁ ବିପ୍ରେ ନମସ୍କାର କରିଣ ସତ୍ୱର, ମନ୍ଦିରୁ ଆନନ୍ଦେ ଚିତ୍ତ ହୋଇବ ବାହାର। ସେ ସ୍ଥାନରୁ ଦେବାଳୟ କରିବ ଗମନ, ଭକ୍ତିଭରେ ଶ୍ରୀହରିଙ୍କୁ କରିବ ଦର୍ଶନ। ସ୍ୱାମୀର ମଙ୍ଗଳ ମାନ କାମନା କରିବ, ପୁନର୍ମିଳନ ହେବାକୁ ପ୍ରାର୍ଥନା କରିବ। ନାରିକେଳ 1 ଗୋଟି ହସ୍ତରେ ଧରିଣ, ଶ୍ମଶାନ ଭୂମିକୁ ତହୁଁ କରିବ ଗମନ। ଲଜ୍ଜା ମୋହ ଆଦି ଛାଡ଼ି ମିଳିବ ଶ୍ମଶାନେ, ପତି ଦେବତାଙ୍କୁ ଧ୍ୟାନ କରୁଥିବ ମନେ। ସ୍ୱାମୀ ଚିତା 7 ବାର ପ୍ରଦକ୍ଷିଣ କରି, ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଣ ନମସ୍କାର କରି। ସ୍ୱାମୀ ସେବକୁ କୋଳରେ କରିବ ଧାରଣ, ଚିତାନଳେ ପ୍ରବେଶ ଯେ କରିବ ତତ୍କ୍ଷଣ। ଚିତାନଳେ ତା ଦେହରେ ସ୍ପର୍ଶ କଲେ ଯାଇ, ଚନ୍ଦନ ପରାୟ ତାର ଦେହକୁ ଲାଗଇ। ପରଜନ୍ମେ ସ୍ୱାମୀ ଅଙ୍ଗେ ମିଳନ ହୁଅଇ, ପତିବ୍ରତା ନାରୀ ବୋଲି ଶାସ୍ତ୍ର ତାକୁ କହି। କିନ୍ତୁ ଯଦି ଗର୍ଭବତୀ ନାରୀ ହୋଇଥିବ, ସ୍ୱାମୀ ମରଣରେ ଅନୁଗାମିନୀ ନୋହିବ। ଗର୍ଭସ୍ଥ ସନ୍ତାନ ନାଶ ହେଲେ ମହାଦୋଷ, ଶିଶୁ ହତ୍ୟା ମହାପାପ ବୋଲି ଶାସ୍ତ୍ର ଭାଷ। ସ୍ୱାମୀ ଯଦ୍ୟପି ହୁଅଇ ତାର ପାପାଚାରୀ, ପତ୍ନୀ ଗଣେ ମୋକ୍ଷ ଗତି ହୁଅଇ ତାହାରି। ପତ୍ନୀ ଗଣେ ମୋକ୍ଷ ଗତି ହୁଅଇ ତାହାରି, ଯେତେ ଜନ୍ମେ ଯାଇ ସ୍ୱଇଚ୍ଛାରେ ଏହିପରି, ଅନୁଗମନ କରିବ ପତ୍ନୀ ସଙ୍ଗେ ନାରୀ। ସେତେ ଜନ୍ମ ଯାଏ ସେହି ପତି ପତ୍ନୀ ନୁହେଁ, ସେହି ଭାବରେ ମିଳନ ହୁଅନ୍ତି ସର୍ବଦେହେ। ଏଣୁ କରି ନାରୀମାନେ ପତି ସେବା କରି, ଏ ଭବସାଗରେ ହେଳେ ଯାନ୍ତି ସିନା ତରି। କାୟା ମନ ବାକେ ପତି ସେବା ଯେ କରଇ, ପତିପରାୟଣୀ ସାଧ୍ୱୀ ଅଟେ ସିନା ସେହି। ଯେତେବେଳେ ପତି ତାର ଲଭଇ ମରଣ, ଜୀବିତାବସ୍ଥା ସଦୋଷ କରଇ ସେବନ। ଶେଷେ ସ୍ୱାମୀ ଶବ କ୍ରୋଡ଼େ ଧରିଣ ଯେ ନାରୀ, ଚିତାନଳେ ଝାସ ଦିଏ ମନରେ ବିଚାରି। ଅରୁନ୍ଧତୀର ସମାନ ସ୍ୱର୍ଗ ଭୋଗ କରେ, ସ୍ୱାମୀ ପାଶରୁ କଦାପି ନ ରୁହେ ଅନ୍ତରେ। ସ୍ୱର୍ଗ ଅପସରୀ ମାନ ନୃତ୍ୟ କରି ପାଶ, ଦିନୁ ଦିନ ତା ଚିତ୍ତକୁ କରନ୍ତି ସନ୍ତୋଷ। 14 ଇନ୍ଦ୍ର ପର୍ଯ୍ୟନ୍ତ ପତି ସଙ୍ଗ ରହେ, ପିତୃକୁଳ ପତିକୁଳ ଉଦ୍ଧାରିଣ ନିଏ। ସୂର୍ଯ୍ୟ କିରଣ ସଦୃଶ ଦିବ୍ୟ
ଯିବେ ରଥେ ବସି। ସ୍ୱାମୀ ସଙ୍ଗେ କ୍ରୀଡ଼ା କରେ ମନ ହୋଇ ଖୁସି। ସ୍ୱର୍ଗଭୋଗ ପରେ ପୁଣି ଅକ୍ଷୟ ଭୁବନ। ବୈକୁଣ୍ଠ ବିହାର କରେ କରନ୍ତି ରାତ୍ରି ଦିନ। ଯେଉଁ ସ୍ଥିର ନାରୀ ପତି ସେବାକୁ କରନ୍ତି। ବିଷ୍ଣୁ ସମମଣି ତାକୁ ନିତ୍ୟ ଯେ ପୂଜନ୍ତି। ସ୍ୱାମୀର ମରଣ କାଳେ ହୁଏ ସହ ମୃତ୍ୟ। ରେ ନ ପଡ଼େ କଦାପି ସେବାରେ। ପୂର୍ବ ଧର୍ମ ସହାୟ ହୁଅନ୍ତି ନିରନ୍ତରେ। ଇଚ୍ଛା କଲେ ସେହି ନାରୀ ପୁରୁଷ ହୁଅଇ। ଯାହା ଇଚ୍ଛା କରେ ତାହା ଅବଶ୍ୟ ମିଳଇ। ଶାସ୍ତ୍ରର ବଚନ ଏହା ଧ୍ରୁବ ବୋଲି ଜାଣ। ଉପହାସ ମର୍ତ୍ତ୍ୟ ଗର୍ବ ନ କରିବ ପୁଣ। ଆନ ବିଧିମାନ ପୁଣି ତତେ ଯେ କହିବା। ସଂଶୟ ହୃଦରୁ ତୋର ବା ବିନାଶ କରିବା। ସ୍ୱାମୀ ଅର୍ଦ୍ଧଦଗ୍ଧ ବେଳେ ଅସଂପୂର୍ଣ୍ଣ ବେଳେ। ଫୁଟାଇଣ ଦେବ ବ୍ରହ୍ମ ତାଲୁକା ସେବେଳେ। କାଷ୍ଠରେ ଦାହ କରିବ ଶବର ଶରୀର। ଫଟାଇ ଦେବ ତା ତାଲୁକା ଦ୍ୱାର। ଯୋଗୀମାନଙ୍କର ପ୍ରାଣ ବ୍ରହ୍ମରନ୍ଧ୍ର ଦେଇ। ମୃତ୍ୟୁକାଳେ ଗତି କରେ ଜାଣିଥାଅ ତୁହି। କର୍ମଯୋଗୀମାନଙ୍କର ଜାନୁ ଫୁଟାଇବ। ପ୍ରାଣବାୟୁ ସେହିପଟେ ଗମନ କରିବ। ସନ୍ନ୍ୟାସୀମାନଙ୍କ ତାଳୁ ଭେଦକୁ କରିଣ। ଗଙ୍ଗାଜଳେ ସେସବକୁ ଦେଇ ବିସର୍ଜନ। ଏହିପରି କଲେ ବହୁ ଫଳ ଯେ ମିଳଇ। ସେ ଫଳ ମହିମା ମୁଖେ କହି ଯେ ନୁହଇ। ବ୍ରହ୍ମରନ୍ଧ୍ରକୁ ଯଦ୍ୟପି ତାର ନ ଫିଟାଇ। ବାରମ୍ବାର ଜଗତରେ ଜନମ ହୁଅଇ। ଯେଉଁ ପୁତ୍ର ବ୍ରହ୍ମରନ୍ଧ୍ର ଫିଟାଇ ଶବକୁ। ଅଗ୍ନିରେ ଦାହ କରଇ ପିତାର ଦେହକୁ। ବେଦୋକ୍ତ ମନ୍ତ୍ର ବିଧାନେ ପିଣ୍ଡକୁ ଦହିବ। ସୁପୁତ୍ର ବରେଣ୍ୟ ତାକୁ କହନ୍ତି ଯେ ଧ୍ରୁବ। ବିଷ୍ଣୁଙ୍କ ଶ୍ରୀମୁଖ ବେଦ ହୋଇଛି ଜନମ। ଅଗ୍ନିମୟ ଅଟେ ଦେବ ଭଲ କରି ଚିହ୍ନ। ବାକ୍ୟ ଅଟଇ ଅଗ୍ନିର ଗୁଣ ବୋଲି ଜାଣ। ସେହି ସିନା କ୍ଷେତ୍ର ବୋଲି ହୋଇଛି ପ୍ରମାଣ। ଅଗ୍ନି ଆରାଧନା ଏହିପରି ଯେ କରିବ। ଆହେ ଦେବ ବୈଶାନ୍ୟର ତୁମ୍ଭେ ବ୍ରହ୍ମଦେବ। ଜ୍ୟୋତି ସ୍ୱରୂପ ତୁମ୍ଭର ତୁମ୍ଭେ ଶକ୍ତିଦାତା। ତ୍ରିଭୁବନର ପାଳକ ତୁମ୍ଭେ ଶକ୍ତିଦାତା। ଏହି ଆତ୍ମା ଆସିଥିଲା ଅବିନାଶ ଦେଶୁ। ତୁମ୍ଭ ଦୟା ବେଳେ ପୁଣି ଯାଇ ତହିଁ ମିଶୁ। ତେଜମୟ ଦିବ୍ୟପୁର ଉପରକୁ ଯାଇ। ତେଜରୁ ବ୍ରହ୍ମାଣ୍ଡ ଉତୁପତି ହେଇ ଚହଇ। ଆହେ ଅଗ୍ନିଦେବ ସ୍ଥୂଳ ଦେହ ନାଶ କର। ତୁମ୍ଭେ ତେଜର ଏହାକୁ ବିନାଶ ସତ୍ୱର। ଏହିପରି ଅଗ୍ନିଦେବ ପ୍ରାର୍ଥନା ବାକ୍ୟରେ ସନ୍ତୋଷ କରିବ ଅଗ୍ନି ଘୃତ ଆହୁତିରେ। ସେହି ସ୍ଥାନ ବହି ଅଗ୍ନି କୃଷ୍ଣଙ୍କୁ ଗୁଣିବ। ତାଙ୍କ କୀର୍ତ୍ତିମାନ ସେହି ସ୍ଥାନରେ ଗାଇବ। ଶବଦାହ ଶେଷ ଜ୍ଞାତି ସଙ୍ଗତେ ମିଶିଣ। ନଦୀରେ ପ୍ରବେଶ କରିବ ହେ ଶୁଦ୍ଧ ସ୍ନାନ। ସ୍ନାନାନ୍ତେ ତ୍ରିଛକ ପଥେ ଆସି ପ୍ରବେଶିବ। ତ୍ରିଲୋକ ଦାନ ଯେ ଦକ୍ଷିଣା ତହିଁ ଦେବ। ନାମ ଗୋତ୍ରକୁ ଉଚ୍ଚାରି କରିବ ଏ ମାନ। ତାହାପରେ ନିମ୍ବପତ୍ର କରିବ ଭକ୍ଷଣ। ମିଷ୍ଟାନ୍ନ ଭୋଜନ ନ କରିବ ସେ ଦିନରେ। ମୃତଜନର ସଦ୍ଗୁଣ ଗାଇବ ମୁଖରେ। ନାରୀମାନେ ପ୍ରଥମରେ ଗୃହେ ପ୍ରବେଶିବେ। ପୁରୁଷ ପଛରେ ଗୃହେ ଗମନ କରିବେ। ଗୃହେ ପ୍ରବେଶି ସକଳେ କରିବେ ସ୍ନାହାନ। ତେନୁମାନଙ୍କୁ ଯେ ଦେବ ସନ୍ତୋଷ ଭୋଜନ। ସେଦିନରେ ଅନ୍ନ ହେ ଭୋଜନ ନ କରିବ। ନିମ୍ବ ପକ୍ଷୀ ଶୀତଳ ହେ ଣ କରିବ। ମୃତ ସ୍ଥାନରେ ଗୋମୟ ଉତ୍ତମ ଭାବରେ। ଲେପନ କରିବ ଶୁଦ୍ଧ ହେବା ମାନସରେ। ସେହି ସ୍ଥାନ ଦ୍ୱାଦଶେ ଆଙ୍ଗୁଳି ଗର୍ତ୍ତ କରି। ତୈଳଦୀପ ଏକ ଗର୍ଭେ ସେ ଦେବ ଜାଳି। ବିସର୍ଜନ ପର୍ଯ୍ୟନ୍ତେ ଦୀପ ଜଳିବ ଯେ ଦୀପ। ନ ଲିଭିବ ଯେଉଁପରି କରିବ ତଦ୍ରୂପ। ସୂର୍ଯ୍ୟାସ୍ତ ପ୍ରେତରେ ପୁତ୍ର 3 ଦିନ ଯାଏ। ସନ୍ନ୍ୟାସ୍ତ ପଥେ ଅବା ପ୍ରେତ ଅଭିପ୍ରାଏ। 3 ଖଣ୍ଡ କାଠେ ସୂର୍ଯ୍ୟ ତ୍ରିଗୁଣରେ ବାନ୍ଧି। କଦଳୀପତ୍ରରେ ଏକ ପାତ୍ର କରି ସିଧି। କଞ୍ଚା ମାଟିରେ କରିବ ଗୋଟିଏ ଯେ ପତ୍ର। ନୀଳକ୍ଷୀର ମିଶାଇଣ ଦେଉଥିବ ନିତ୍ୟ। ସେ ଦିକାଠିରେ ଛକି ଉପରେ ସେ ପାତ୍ର ରଖିବ। ଏହିପରି ବଚନେ ଯେ ବିନୟ କହିବ। ହେ ଦେବ କୁଟୁମ୍ବ ତୁମେ ଛାଡ଼ି ଚାଲିଗଲ। ଶ୍ମଶାନରେ ଅଗ୍ନିଦାହ ହୋଇଣ ରହିଲ। ସେଠାରେ ତୁମ୍ଭଙ୍କୁ କଲେ ତୁମ୍ଭର କଷ୍ଟ ଦୂର ହେବା ପାଇଁ। କ୍ଷୀର ନୀର ଅର୍ପୁଛି ହେ ଘେନ ଦୟା ବହି। ଏହି ପାତ୍ରେ
ଥିବା କ୍ଷୀର ତୁମ୍ଭେ ପାନ କର। କ୍ଷୁଧା ତୃଷାକୁ ହେ ଦେବ ହେଜ ପରିହର। ଏହିପରି 3 ଦିନ ଦେଇ କରି ପୁତ୍ର ଚତୁର୍ଥ ଦିବସ ଯହୁଁ ଦେବ ଉପଗତ। ବିଷ୍ଣୁ ପୁରାଣେ ଯେପରି ହୋଇଛି ନିର୍ଣ୍ଣୟ ଯେଉଁପରି ଭାବେ କରିଅଛ ଅସ୍ଥି ସଞ୍ଚୟ। ଚତୁର୍ଥ ଦିବସେ ଦେବ ବିପ୍ରମାନଙ୍କର କ୍ଷତ୍ରିୟମାନଙ୍କର 3 ଦିନ କର। ବୈଶ୍ୟମାନଙ୍କର ହେବ ଦ୍ୱିତୀୟ ଦିନରେ। ଅସ୍ଥି ସଞ୍ଚୟ ନ କରି ବିଧି ଅନୁସାରେ ଶ୍ମଶାନରେ ଯିବ ପୁତ୍ର କୁଟୁମ୍ବ ସହିତେ। ସ୍ନାନ କରି ଦେହ ଶୁଦ୍ଧ କରିବ ନିୟତେ। ଶ୍ମଶାନରେ ପ୍ରବେଶିତ ଭକତି ଚିତ୍ତରେ ଶବ ପରି ପ୍ରତିମାଏ କରିବ ମାଟିରେ। ପୁତ୍ରକୁ ବେଷ୍ଟନ ସହି ପିତୁଳାରେ କରି କହିବ ଶ୍ମଶାନବାସୀ ସମ୍ବୋଧନ କରି। ମାଂସ ବଳି ଦୟା ବହି କରନ୍ତୁ ଗ୍ରହଣ। ଭୂଦେହ ଯାହା ସ୍ୱାହା କରିବ ଉଚ୍ଚାରଣ। ମୁଖେ କହି 3 ବାର ପ୍ରଦକ୍ଷିଣ କରି ଦେବ ଦୁଗ୍ଧଧାର ଚିତାଧାରାରେ ଉପରି। ତଦପରେ ଜଳ ଆଣି ଚିତା ଶୀତଳିବ। ଅସ୍ଥି ଅବିଶେଷୁ ମଧୁ ଖଣ୍ଡିଏ ଆଣିବ। ନିରିକ୍ଷର ମିଶାଇବ ଧୋଇବ ଅସ୍ଥିକୁ। ମୃତ୍ତିକା ପାତ୍ରକୁ ନେଇ ଭରିବ ତାହାକୁ। ଯଥା ବିଧାନରେ ଶ୍ରାଦ୍ଧ ସେହି ସ୍ଥାନେ କରି। ଗୋମୟ ଲେପନ ଯଥା ଯତନରେ କରି। ତ୍ରିକୋଣ କରିବ ଦକ୍ଷିଣରେ ହେ ପଶ୍ଚିମ। ଉତ୍ତର ଦିଗରେ ପୁଣି କୋଣ ଏକକରେ। ଦକ୍ଷିଣକୁ ମୁଖ କରି ପିଣ୍ଡ ଦାନ ଦେବ। ଚିତାଭସ୍ମ ସବୁ ଏକ ସ୍ଥାନେ ପୋଡ଼ାଇବ। ଆତପ ତଣ୍ଡୁଳ ଅନ୍ନ ଦୁଗ୍ଧ ଘୃତ ମିଶାଇଣ ବଳି ଦେବ ହୋଇ ଆନନ୍ଦିତ। ଏହିପରି ଯେ ଶୀତଳ ହୋଇ 5 ଜଣ ପାଦ ଧୋଇ ଉତ୍ତର ମୁଖରେ ଗୃହ ଆସ। 14 ପାଦରେ ଗର୍ତ୍ତ ଖୋଳିବ। ପାତ୍ରରେ ଥିବା ଅସ୍ଥିକି ତହିଁ ପୋତି ଦେବ। ସେ ଅସ୍ଥି ଉପରେ ନିଜ ନାମ ଗୋତ୍ର ସହ ପିଣ୍ଡଦାନ ବିଧାନଟି ଅଟଇ ନିର୍ଣ୍ଣୟ। ଏହି ପିଣ୍ଡ ହେତୁ ପେତୁ ହେତୁ ଦାନ ମାନ। ଶୀତଳ ହୋଇବ ବୋଲି ଏହାର ବିଧାନ। ଅସ୍ଥିର ଚନ୍ଦନ ଆଦି ହରିଦ୍ରା କୁଙ୍କୁମ ଭକ୍ତିଭରେ ଦେଇ ଲଗାଇବ ହୃଦେ ପୁଣ। ମସ୍ତକରେ ତାହା ପରେ ଲଗାଇବ ନେଇ ପ୍ରଦକ୍ଷିଣ କରି ନମସ୍କାର କରି ତହିଁ। ଯାର ପୁତ୍ର ସେ ଅସ୍ଥିକୁ ବିଧି ମତେ ନିକ୍ଷେପିଣ କରଇ ଗଙ୍ଗାକୁ। ସେହି ଅସ୍ଥି ଗଙ୍ଗା ଜଳେ ଯେତେ ଦିନ ଥିବ ସେତେ ଦିନ ଯାଏ ପ୍ରେତ ସ୍ୱର୍ଗେ ବଳିସିବ। ଗଙ୍ଗା ଜଳର ମହିମା ମୁଖେ ନୁହେଁ କହି ତାହାରି ଲହରୀ ଯେତେ ଦୂର ଯାଏ ବହି। ତା ମଧ୍ୟରେ ପାପ ରହି ନ ପାରଇ କେବେ। ଗଙ୍ଗା ନାମେ ଉଚ୍ଚାରଣେ ପାପ ନାଶ ଯିବେ। ମୋ ପାଦ କମଳକୁ ଗଙ୍ଗା ହେଲେ ଉତ୍ପତ୍ତି। ବ୍ରହ୍ମାକମଣ୍ଡଳେ ମଦେ କଲେ ସେ ଯେ ସ୍ଥିତି। କଫର୍ଷି କୋପେ ସଗର ସନ୍ତାନେ ଦହନ ହୁଅନ୍ତି ଭଗୀରଥ ବହୁ ଦିନେ। କଠୋର ତପସ୍ୟା କରି ନିଦ୍ରା ମୈଥୁନ ଆହାର ପ୍ରଭୃତିକୁ କରିଣ ବିସର୍ଜନ। ବହୁକାଳେ ଏକନିଷ୍ଠ ତପସ୍ୟା କରନ୍ତେ ଗଙ୍ଗା ପ୍ରସନ୍ନ ହୋଇଲେ ଭାଗୀରଥି ଭକ୍ତେ। ମର୍ତ୍ତ୍ୟକୁ ଆସିଲେ ଦେବୀ ଭକ୍ତର କାର୍ଯ୍ୟରେ। ସାଗର ପୁତ୍ରକୁ ତହୁଁ ଉଦ୍ଧରିଲ ହେଳେ। ସେହୁଦିନୁ ମର୍ତ୍ତ୍ୟେ ବାସ ହୋଇଲା ତାଙ୍କର। ମର୍ତ୍ତ୍ୟବାସୀଙ୍କୁ କରନ୍ତି ଗଙ୍ଗା ଯେ ଉଦ୍ଧାର। ଯମଦୂତ ପାପୀଙ୍କୁ ଯେ ଦଣ୍ଡ ଦେଉଥାନ୍ତେ। ଅସ୍ଥି ଗଙ୍ଗାରେ ପଡ଼ିଲେ ଭକତି କରନ୍ତି। ପୁରାତନ କଥା ଏକ ଶୁଣ ମନ ଦେଇ। ଶମ୍ଭୁ ନାମେ ଏକ ବ୍ୟାଧ ବନେ ରହିଥାଇ। ପଶୁ ହିଂସ କରି ପେଟ କରଇ ପୋଷଣ। ଏହିପରି ବହି ଗଲା ତହିଁ କେତେ ଦିନ। ପଶୁକୁ ହିଂସା କରିଲା ସେ ବ୍ୟାଧ। ତାହାର ଚିତ୍ତରେ ତିଳ ନ ଥାଏ ଉକ୍ରୋଧ। ଦିନ ଏକ ସିଂହ ତାହାକୁ ଦେଖିଲା। ବଳାତ୍କାର ଧରି ତାର ମାଂସକୁ ଖାଇଲା। ସେ ବ୍ୟାଧି ମରଣେ ଯମଦୂତ ଯେ ଅଇଲେ। ତାହାର ଆତ୍ମାକୁ ବଳେ ବାନ୍ଧି ଘେନି ଗଲେ। କାଳଶୂତ୍ର ନର୍କେ ବାସ ହୋଇଲା ତାହାର। ନିରନ୍ତର ଯମଦୂତ କରନ୍ତି ପ୍ରହାର। କ୍ଷୁଧା ତୃଷ୍ଣା କଟଇ ସେ ସହଇ ସେଠାରେ। ମାରିଥିବା ପଶୁମାନେ